ନା କହିଲେ ଶ୍ରୀ ଶ୍ରୀ ମୁକୁଳ ଚନ୍ଦ୍ର ମଣ୍ଡଳ, ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲା ରାଜନଗର, ବାସସ୍ଥାନ ଭୁବନେଶ୍ୱର ମଣ୍ଡଳ ଲେନ୍ ଲିଙ୍ଗରାଜ ମନ୍ଦିର କ'ଣ ପାଖ। ଅଛି ଅନୁଭୂତି? ଅନୁଭୂତି ମୁଁ 77 ଚାକିରି କରିଥିଲି, କିନ୍ତୁ ସେଇ 77 ରଥଯାତ୍ରାରେ ମୋ ଡ୍ୟୁଟି ପଡ଼ିଥିଲା ଏଇଠି। କିନ୍ତୁ ଗୋଟିଏ ଭୁଲ ରିପୋର୍ଟିଂ ହେଇଗଲା, ଡରେ ଆକାର ହେବା କଥା କିନ୍ତୁ ବରେ ଆକାର ହେଇଗଲା। ତାପରେ ସକାଳୁ ବହୁତ ନ୍ୟୁଜ୍ ଫ୍ୟୁଜ୍ ଆସିଲା, ଖବର ଆସିଲା ଟେଲିଫୋନ୍ରେ ମୋ ଚାକିରି ଯିବା ଉପରେ। କିନ୍ତୁ 10ଟା ଯେତେବେଳେ ମୁଁ ଅଫିସ୍ ଗଲି, ମୋ ଉପରେ ଯେ ଚିଫ୍ ଅଛନ୍ତି ସେ ମୋତେ ଡାକିଲେ ଯେ ଏ ଫାଇଲ୍ କାହା ପାଖରେ ଅଛି ତାଙ୍କୁ ଡାକିଦିଅ। ମୁଁ ବହୁତ ଡରି ଗଲି, ପ୍ରଭୁଙ୍କୁ ଜଣେଇକି ଗଲି ଯେ ପ୍ରଭୁ ଯାହା କରିବେ ଆପଣ ଦୟା କରିବେ, ମୁଁ ଜାଣିକି ଭୁଲ ହେଇନି, ଭୁଲ ତ ବହୁତ ବଡ଼ ଭୁଲ ହେଇଛି ନା। କିନ୍ତୁ ଅଫିସ୍ ଚିଫ୍ ଯିଏ ମୋତେ ଦେଖିଦେଲେ, ଦେଖି ଆଉ କିଛି ଉତ୍ତର ମୋତେ କହିଲେନି, କହିଲେ ଯାଆନ୍ତୁ କାମ କରି ଯାଆନ୍ତୁ। ତେଣୁ ଭଗବାନ ମୋତେ ରକ୍ଷା କରିଦେଲେ ବହୁତ ବଡ଼ ବିପଦରୁ। କ'ଣ ବାର୍ତ୍ତା ଦେବେ ସମସ୍ତେ? ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସବୁ କିଛି ଠିକ୍ ହେଇଯିବ। ଜୟ ଜଗନ୍ନାଥ ଟିଭି ଦେଖନ୍ତି? ଜୟ ଜଗନ୍ନାଥ ଟିଭି ଭୋର 5ଟାରୁ ଲାଗିବ, ରାତି 10ରେ ବନ୍ଦ ହେବ। ଆଉ କୌଣସି ମୁଁ ଦେଖୁନାହିଁ। କିନ୍ତୁ ତ ଧନ୍ୟବାଦ। କିନ୍ତୁ ଜଣେ ଲୋକଟେ ଆସି ମୋତେ କହିଲେ ମଉସା ଆପଣଙ୍କ 24 ଘଣ୍ଟା ଏଇ ଜୟ ଜଗନ୍ନାଥ ଦେଖୁଛନ୍ତି, ମାନେ ଖରାପ ଭାଷାରେ ଗାଳି କଲେ ଠାକୁରଙ୍କୁ, ଜୟ ଜଗନ୍ନାଥଙ୍କୁ। ମୋ ମନଟା ବହୁତ ଦୁଃଖ ହେଲା। ଆଉ 4-5 ମୋ ପାଖେ ଠିଆ ହେଇଥିଲେ, ସେମାନେ ବି ଚିନ୍ତା କଲେ କ'ଣ ଏମିତି କ'ଣ ମଉସାଙ୍କୁ କ'ଣ କହୁଛନ୍ତି। ତାପରେ ପ୍ରଭୁଙ୍କୁ ମୁଁ ଜଣେଇଦେଲି ଯେ ହଁ, ସେ ଲୋକଟି କହିଲେ ଯେ ଆପଣଙ୍କ ପୁଅ ଚାଲିଗଲା, ଆପଣଙ୍କ ସ୍ତ୍ରୀ ଚାଲିଗଲା, ପୁଣି ଆପଣ କାହିଁକି ସବୁବେଳେ ଜଗନ୍ନାଥ ମନ୍ଦିର ଯାଉଛନ୍ତି, ଏକାଦଶୀ ଯାଉଛନ୍ତି, ଆଉ ଏଇ ଟିଭି କାହିଁ ଦେଖୁଛନ୍ତି, ଆପଣ ଅଲଗା ଟିଭି ଦେଖୁନାହାନ୍ତି। ତାପରେ ମୁଁ କହିଲି ଠିକ୍ ଅଛି, ମୁଁ ପରେ ବୁଝିବି, ତୁମ ଘରକୁ ଯାଅ। ପ୍ରଭୁଙ୍କୁ ମୁଁ ଜଣେଇଦେଲି ଯେ ପ୍ରଭୁ ତାଙ୍କୁ ମାଫ କରିଦେବେ, କାରଣ ସେ ପିଲା ଲୋକ ଜାଣିନାହାନ୍ତି, ତା ବୟସ 40 ହେବ, ମୋ ପାଖରେ ପିଲା ଆସି ଆଉ କ'ଣ। କିନ୍ତୁ ପ୍ରଭୁ ଠିକ୍ 2 ଦିନ ପରେ ସେଇ ଲୋକଟା ଆସି ମୋତେ କହିଲା ମଉସା ଜୟ ଜଗନ୍ନାଥ, ଆଉ ସେଦିନ ମୁଁ କ'ଣ କହିଦେଇଛି ଆପଣ କିଛି ଭୁଲ ବୁଝିବେନି। ମୁଁ ନା ନା, ମୁଁ କିଛି ଭୁଲ ବୁଝିନି। ଦେଖନ୍ତୁ ପ୍ରଭୁ କେମିତି ତାଙ୍କ କଣ୍ଠରେ ବସି ଭୁଲ ମାଗି ମାଗି ଆସିଲେ। ଏ ହେଉଛି, ସେଥିପାଇଁ ସମସ୍ତଙ୍କୁ ମୁଁ ବାର୍ତ୍ତା ଦେଉଛି, ପ୍ରଭୁଙ୍କ ଉପରେ ଭରସା ରଖନ୍ତୁ, ସବୁ ଠିକ୍ ହେଇଯିବ। ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ ଟିଭି ପରିବାର ତରଫରୁ ଗୋଟେ ପାରମ୍ପରିକ ଜଣାଣ ବହି।